ଜୁହାର ଦର୍ଶକ ବନ୍ଧୁ ପୁଣି ଏକ ନୂତନ ଭିଡ଼ିଓକୁ ସ୍ୱାଗତ ଆପଣମାନଙ୍କୁ ପି ଫାର୍ମେ ଚ୍ୟାନେଲରେ। ତ ଚାଷୀ ଭାଇମାନେ ଆଜି ଆଲୋଚନା କର୍ମା ଯେ ଓଡ଼ିଶା ସରକାରଙ୍କର ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଯେନ୍ଟାକି MMKY ଅଧୀନରେ ବାୟୋଫ୍ଲକ୍ ମାଛ ଚାଷ ପାଇଁ ମିଳୁଥିବା ସବସିଡି ଆବେଦନ ପ୍ରକ୍ରିୟା ଓ କେଉଁମାନେ ଆବେଦନ କରିପାରିବେ ଏବଂ କେଉଁ ଡକୁମେଣ୍ଟସ୍ ଲାଗିବ ଏବଂ କେମିତି ଆପଣମାନେ ଆବେଦନ କରିବେ ସେହି ବିଷୟରେ ଆମେ ଟୋଟାଲ ଆଲୋଚନା କର୍ମା। ତ ଏହି ବାବଦରେ ସବୁ ମୂଳ ଶେଷ ତक ଦେଖୁନ୍ ভিডিও ସବୁ କିଛି ଆଲୋଚନା କର୍ମା ଯେଉଁମାନେ ବାୟୋଫ୍ଲକ୍ ট্যাঙ্কରେ ମାଛ ଚାଷ କରବାର୍ ଲାଗି ଚାହୁଁଛନ୍। ଯଦି ଆମର ଚ୍ୟାନେଲକେ ନୂଆ ଆସିଛନ୍ ନିଶ୍ଚୟ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦବାଇଦେବେ ଯାହା ଥ୍ରୁକେ ଚାଷୀ ଇନଫର୍ମେସନ୍ ଭିଡ଼ିଓ ଲା କିମ୍ବା ଏମିତି ଚାଷବାସ ବାବଦରେ ଭିଡ଼ିଓ ଗଭର୍ଣ୍ଣମେଣ୍ଟ ସବସିଡି ବାବଦରେ ଭିଡ଼ିଓ ସବୁ କିଛି ଜାଣିପାରିବେ ଚାଷୀ ଭାଇମାନେ। ତ ଚାଲୁନ୍ ଡେରି ନେଇ କରି ଆଲୋଚନା କର୍ମା ଚାଷୀ ଭାଇମାନେ। ତ ଦେଖନ୍ତୁ ଓଡ଼ିଶାର ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ବାୟୋଫ୍ଲକ୍ ବା ଜୈବ ପୁଞ୍ଜ ମାଧ୍ୟମରେ ସଂଘର ମାଛ ଓ ଚିଙ୍ଗୁଡ଼ି ଚାଷ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଯେନ୍ଟାକି MMKY ଯୋଜନା ମାଧ୍ୟମରେ ଓଡ଼ିଶାର ଲୋକମାନଙ୍କୁ ଏହି ଯୋଜନା ପ୍ରଦାନ କରାଯାଉଛି ଏବଂ ଯେଉଁମାନେ ଇଚ୍ଛୁକ ଅଛନ୍ ଆବେଦନ କଲେ ଏବଂ ସାଧାରଣ ଯେଉଁମାନେ ଇଚ୍ଛୁକ ଅଛନ୍ ଯଦି ଆବେଦନ କରିବେ ଚାଷୀ ଭାଇମାନେ ତାହେଲେ ସାଧାରଣ ବର୍ଗକୁ ଆମକୁ 50% ମିଳୁଛି ଏବଂ SC ST ହ୍ୟାଣ୍ଡିକ୍ୟାପ୍ ମହିଳା ଏମାନଙ୍କୁ 60% ତक ସବସିଡି ମିଳୁଛି। ତ ଯେନ୍ମାନେ ଇଚ୍ଛୁକ ସେମାନେ ନିଶ୍ଚୟ ଆବେଦନ କରୁନ୍, କାହିଁକି ନା ବାୟୋଫ୍ଲକ୍ ট্যাঙ্ক ଫିସ୍ ଫାର୍ମିଂଟା ହେଉଛି ଆପଣମାନେ ଅଳ୍ପ ଜାଗାରେ ଆପଣମାନେ ମାଛ ଚାଷ କରିପାରିବେ, କମ୍ ପାଣିରେ ଆପଣମାନେ ମାଛ ଚାଷ କରିପାରିବେ। ଏଥିରୁ ବହୁତ ଡିଫରେନ୍ସ ଅଛି ବାୟୋଫ୍ଲକ୍ ট্যাঙ্ক। ଏବେ ବହୁତ ସାରା ବାୟୋଫ୍ଲକ୍ ট্যাঙ্কରେ ଯେନ୍ମାନଙ୍କର ଜାଗା କମ୍ ଅଛି ସେମାନେ ବାୟୋଫ୍ଲକ୍ ট্যাঙ্কରେ ମାଛ ଚାଷ କରୁଛନ୍ ଏବଂ ଅଧିକ ଉତ୍ପାଦନ କରୁଛନ୍। ତ ଚାଷୀ ଭାଇମାନେ ସେଥିର୍ଲାଗି ମାଛ ଚାଷକେ ଓଡ଼ିଶା ସରକାର ବୃଦ୍ଧି କରବାର୍ ଲାଗି ଏବଂ ଲୋକଙ୍କୁ ରୋଜଗାର ମିଲବା ସେହି ଉଦ୍ଦେଶ୍ୟରେ ସରକାର ସବସିଡି ପ୍ରଦାନ କରୁଛନ୍। ଯେ ଯାହାର ଜମିନ ଅଛେ ଜାଗା ବାଡ଼ି ଅଛେ ଏବଂ କାଲି ବି ଆମେ ଭିଡ଼ିଓ ଅପଲୋଡ଼ କରିଦେଲୁ ଯେ ଯେନ୍ମାନେ ପୋଖରୀ ଖୋଲବାର୍ ଲାଗି ଚାହୁଁଛନ୍ ସେମାନେ ସବସିଡି ଆକାରରେ ଆପଣମାନେ ପୋଖରୀ ଖୋଲିକରି ମାଛ ଚାଷ କରିପାରିବେ। କାଲି ସବୁ ଡିଟେଲ୍ ଦେଇଛୁଁ ଭିଡ଼ିଓ ଯେଗୁରା ଆମର ଚ୍ୟାନେଲକେ ଦେଖିଦେବେ ଯଦି ପୋଖରୀ ଖୋଲବାର୍ ଲାଗି ଚାହୁଁଛନ୍ ତାହେଲେ ଏଇଟା ବି ଯେଉଁ କହିଲା ଆମେ ଏଇ ହିସାବରେ ବି ଆପଣମାନେ କରିପାରିବେ। ତ ଦେଖୁନ୍ ତ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ବହୁତ ଲାଭଜନକ ହୋଇସାରିଛି, କାହିଁକି ନା ବହୁତଟି ଜାଗାରେ ଓଡ଼ିଶାରେ ସକ୍ସେସ୍ ହୋଇସାରିଛେ। ଦେଖୁନ୍ କମ୍ ପାଣିରେ ଅଧିକ ମାଛ ଉତ୍ପାଦନ କରିପାରିବେ ଏବଂ ଏହି ପଦ୍ଧତି ବହୁତ ଉପଯୋଗୀ ହୋଇସାରିଲାନ। ଏହି ଯୋଜନାରେ ଓଡ଼ିଶା ସରକାର ବାୟୋଫ୍ଲକ୍ ୟୁନିଟ୍ ସ୍ଥାପନ ପାଇଁ ଆର୍ଥିକ ସହାୟତା ଦେଉଛନ୍ତି। ଯେନ୍ ଯୋଜନା ଅନୁସାରେ 2ଟା କୁଣ୍ଡ କରିପାରିବେ ଆପଣମାନେ, 4ଟା କୁଣ୍ଡ ବିଶିଷ୍ଟ କରିପାରିବେ ଏବଂ 6ଟା କୁଣ୍ଡ ବିଶିଷ୍ଟ ୟୁନିଟ୍ ସ୍ଥାପନ କରିପାରିବେ ଆପଣଙ୍କର ଜାଗାରେ ଚାଷୀ ଭାଇମାନେ। ତ ଏହି ପ୍ରକାର ସବୁ ସୁବିଧା ରହିଛେ ଚାଷୀ ଭାଇମାନେ। ତ ଚାଲୁନ୍ ଆମେ କେତେ ୟୁନିଟ୍ରେ କେତେ ଟଙ୍କା ସହାୟତା ଅଛି, କେତେ ଟଙ୍କା ସବସିଡି ମିଲବା, ଚାଲୁନ୍ সেই ବିଷୟରେ ଆମେ ଟୋଟାଲ ଆଲୋଚନା କର୍ମା। ତ ଚାଲୁନ୍ ଚାଷୀ ଭାଇମାନେ। ତ ଦେଖୁନ୍ ଚାଷୀ ଭାଇମାନେ ବାୟୋଫ୍ଲକ୍ ଯୋଜନାରେ ମିଳୁଥିବା ସହାୟକ ପ୍ରତ୍ୟେକ କୁଣ୍ଡର ଆକାର ଦେଖୁନ୍ 4 ମିଟର ବ୍ୟାସ ଓ 1.3 ମିଟର ଗଭୀର ହୋଇଥିବାର କଥା, ଯେନ୍ଥିରେ କି 15,000 ଲିଟର ପାଣି ରହୁଥିବାର କଥା। ଯେଉଁ ট্যাঙ্ক ତିଆରି କରିବେ ସେଟା ହେଉଛି ପ୍ରତ୍ୟେକ କୁଣ୍ଡର ଆକାର 4 ମିଟର ବ୍ୟାସ ହୋଇଥିବାର କଥା ଓ 1.3 ମିଟର ତାର ଗଭୀର ହେଇଥିବାର କଥା, ଯେନ୍ଥିରେ କି 15,000 ଲିଟର ଗୋଟେ କୁଣ୍ଡରେ ପାଣି ରହୁଥିବାର କଥା। ତାପରେ ଦେଖମା ଆପଣଙ୍କର ସ୍କ୍ରିନ୍ ଆଗରେ ଆମେ ଦେଇଦେଇଛୁଁ ଦେଖୁନ୍ ଡିଟେଲ୍ସ। ଫାର୍ଷ୍ଟ ହେଲା ଦେଖୁନ୍ ମଡେଲ ଦିଆହେଇଛି ଉପରେ, ତାପରେ ୟୁନିଟ୍ର ମୂଲ୍ୟ ଲକ୍ଷ ଟଙ୍କାରେ ଦିଆହେଇଛି, ଆମେ ସବୁ ଡିଟେଲ୍ସ ବୁଝେଇଦେମୁ। ତାପରେ ସାଧାରଣ ଯେନ୍ଟା ରିହାତି ଦେଉଛନ୍ ସରକାର ସାଧାରଣ ବର୍ଗର ଲାଗି କେତେ 50% ଏବଂ ଅନୁସୂଚିତ ଜାତି ଓ ଜନଜାତି ମହିଳା ଦିବ୍ୟାଙ୍ଗ ଲାଗି 60% ଦେଉଛନ୍। ତ ଇ ବିଷୟରେ ସବୁ ଆମେ ଡିଟେଲ୍ସ ଆଲୋଚନା କର୍ମା, ବୁଝେଇଦେମା ଟୋଟାଲ। ତ ଦେଖୁନ୍ ଦୁଇଟି ଫାର୍ଷ୍ଟ ହେଲା 2ଟା କୁଣ୍ଡ 30 ଘନ ମିଟର, 2ଟି କୁଣ୍ଡ ଲାଗି ଦେଖୁନ୍ 30 ଘନ ମିଟର ଦରକାର, ଯେନ୍ଥିରେ କି ଆପଣମାନେ ୟୁନିଟ୍ର ମୂଲ୍ୟ ଟଙ୍କା ଆକାରରେ 2 ଲକ୍ଷ ଟଙ୍କା ଖର୍ଚ୍ଚା ହେବା। 2ଟା କୁଣ୍ଡ ଦେଖୁନ୍ ଏଇଟା ଆପଣମାନେ ଯଦି ଚାହିଁଲେ 2ଟା କୁଣ୍ଡ ଆପ୍ଲାଏ କରିପାରିବେ, ଆପଣମାନେ ଚାହିଁଲେ 3ଟା କୁଣ୍ଡ ଆପ୍ଲାଏ କରିପାରିବେ ଏବଂ ଆପଣମାନେ ଚାହିଁଲେ 6ଟା କୁଣ୍ଡର ବି ଆପ୍ଲାଏ କରିପାରିବେ ଆପଣଙ୍କର ହିସାବରେ, ଆପଣଙ୍କର ଜାଗା ହିସାବରେ। ତ ଯଦି ଆପଣମାନେ 2ଟା କୁଣ୍ଡ ସପୋଜ ଆପଣମାନେ 2ଟା କୁଣ୍ଡ ଆପଣମାନେ ଯଦି ଆପ୍ଲାଏ କରୁଛନ୍ ତାହେଲେ 30 ଘନ ମିଟର ଜମିନ ଦରକାର ହେବା। 2ଟା କୁଣ୍ଡ 30 ଘନ ମିଟର ଜମିନ, ଯେନ୍ଟାକି ୟୁନିଟ୍ର ମୂଲ୍ୟ ଟଙ୍କା ଆକାରରେ 2 ଲକ୍ଷ ଟଙ୍କା ଖର୍ଚ୍ଚା ହେବା, ଯେନ୍ଥିରେ କି ଯେଉଁ ପ୍ରୋଜେକ୍ଟ କଷ୍ଟ ଆପଣମାନେ ଖର୍ଚ୍ଚା ହେବା 2 ଲକ୍ଷ ଟଙ୍କା ସେଟା ଖର୍ଚ୍ଚା ହେବା ଏବଂ ଯେଉଁ ପ୍ରୋଜେକ୍ଟ ଆପଣମାନେ ବନାବେ ଏହି ସ୍କିମ୍ ମଧ୍ୟରେ
যদি MMKWAY ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ଆଡ଼ୁ ଯଦି MMKWAY ଯଦି ଆପଣମାନେ ଆପ୍ଲାଏ କଲେ ତାହେଲେ ରିହାତି ଆପଣମାନଙ୍କୁ ସରକାର ଦେବେ ସବସିଡ଼ି ଯେନ୍ଟା ଆପଣ ଯଦି ସାଧାରଣ ବର୍ଗ ତାହେଲେ 50% ଆପଣଙ୍କୁ ସବସିଡ଼ି ଦେଉଛନ୍ ଏବଂ ଯଦି ଆପଣମାନେ ଅନୁସୂଚିତ ଜାତି ଓ ଜନଜାତି ମହିଳା ହେଇଥିବେ କିମ୍ବା ଦିବ୍ୟାଙ୍ଗ ହେଇଥିବେ ତାହାକୁ 60% ସବସିଡ଼ି ଦେଉଛନ୍। ତ ଏଥିରେ ଦେଖୁନ୍ 2 ଲକ୍ଷରେ ଆପଣମାନେ ସାଧାରଣ ବର୍ଗ ଲାଗି ଲାଖେ ପାଇବେ ଏବଂ ଆମର SC ST ଓମେନ୍ସ କିମ୍ବା ଦିବ୍ୟାଙ୍ଗ ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କର ଲାଗି 1,20,000 ଟଙ୍କା ସବସିଡ଼ି ଆପଣମାନେ ପାଇଯିବେ। ବୁଝିପାରିଲେ ଚାଷୀମାନେ ଯଦି ଯେନ୍ମାନେ କିଛି ବୁଝି ନି ପାରବେ ତାହେଲେ ଆମକୁ ନିଶ୍ଚୟ କମେଣ୍ଟ করবে ଆମେ ডিটেলস ଆପଣଙ୍କୁ ବୁଝେଇ ଦେବୁ ଚାଷୀମାନେ ଯେନ୍ମାନେ ନି ବୁଝି ପାରବାର। ତାପରେ 4ଟା କୁଣ୍ଡ ବିଶିଷ୍ଟ ଯଦି ଆପଣମାନେ করবে ତାହେଲେ 60 ঘন মিটার দরকার এবং ସେଥିରେ ଖର୍ଚ୍ଚା ହେବା ପ୍ରୋଜେକ୍ଟ ଖର୍ଚ୍ଚା ୟୁନିଟ୍ ଖର୍ଚ୍ଚା ହେବା 4 ଲକ୍ଷ ଟଙ୍କା। ତ 4 ଲକ୍ଷ ଯେନ୍ ଖର୍ଚ୍ଚା ହେବା ସେଟା ସାଧାରଣ ବର୍ଗ ମାନଙ୍କର ଲାଗି ଦେଖୁନ୍ 2 ଲକ୍ଷ ଟଙ୍କା ସବସିଡ଼ି ତାହାକୁ ମିଲବା ଏବଂ ଆମର ଅନୁସୂଚିତ ଜାତି ଜନଜାତି ମହିଳା ଦିବ୍ୟାଙ୍ଗ ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କର ଲାଗି 2,40,000 ଟଙ୍କା ସବସିଡ଼ି ଆପଣମାନେ ପାଇବେ। ଦେଖୁନ୍ 4 ଲକ୍ଷରୁ 2,40,000 ଏମାନେ ପାଇଯିବେ ସବସିଡ଼ି ଯେନ୍ମାନେ 4ଟା କୁଣ୍ଡ ବିଶିଷ୍ଟ ଯଦି ট্যাঙ্ক বনাউছন তাহলে বায়োফ্লোক ট্যাঙ্ক। তারপরে যেন 6টা কুণ্ড যেমন আপ্লাই করছন তাহাকু 90 ঘন মিটার জায়গা দরকার এবং 90 ঘন মিটারে সেটা হেবা স্থাপন এবং ইউনিটর মূল্য খরচা হয়ে 6 লক্ষ টঙ্কা। তো 6 লক্ষ টঙ্কার চাষী ভাই মানে সবসিডি পাইবে সাধারণ বর্গ লাগে 3 লাখ টঙ্কা পাইবে যেটা 50% এবং অনুসূচিত জাতি ও জনজাতি মহিলা দিব্যাঙ্গ ট্রান্সজেন্ডর যেমন 60% পাইবে যেটা কি 3,60,000 টঙ্কা সেমানে পাইবে। তো দেখুন কেতে সবসিডি 50% 60% সবসিডি দেউছন সরকার। তো চাষী ভাই মানে দয়াকরি যেন ইচ্ছুক অছন সেমানে নিশ্চয় ট্রাই করবে। যদি কিছু বুঝি নি পারলে আমাকে নিশ্চয় কমেন্ট করবে আমি আপনাকে রিপ্লাই দেমু। ଆମକୁ କମେଣ୍ଟ କରିବେ ଯଦି କିଛି ନି ବୁଝି ପାରିଲେ ଆମେ ସବୁବେଳେ ଆପଣଙ୍କର ସାଥିରେ ଅଛୁ ଆମେ ରିପ୍ଲାଏ କରମୁ ସବୁ ଡିଟେଲ୍ସ ଆପଣମାନଙ୍କୁ ବୁଝେଇ ଦେମୁ କେନ୍ତା ରିପ୍ଲାଏ କରିବେ କାଣା କାଣା ଲାଗ୍ବା କାଣା କାଣା ସବୁ ଡିଟେଲ୍ସ ଆମେ ବୁଝେଇ ଦେମୁ। ତ ଦେଖୁନ୍ ଯଦି ଏଥିରେ ଯଦି ଆବେଦନ କରିବେ ଚାଷୀମାନେ କେନ୍ କେନ୍ ଡକୁମେଣ୍ଟସ୍ ଲାଗ୍ବା ତାପରେ ଆଲୋଚନା କରମା। ତ ଦେଖୁନ୍ ফার্স্ট ହେଲା আধার কার্ড লাগবা 2 নম্বর ହେଲା ভোটর কার্ড লাগবা 3 নম্বর ହେଲା ব্যাংক পাসবুক 4 নম্বর জমিন পট্টা 5 নম্বর পাসপোর্ট সাইজ ফটো এবং মোবাইল নম্বর লাগবা চাষী ভাই মানে এটা হলা ডকুমেন্টস চাষী ভাই মানে। তারপরে আপন মানে কেমতি আবেদন করবে অনলাইন করবে এবং অফলাইন বি করলে হবা কেমতি অনলাইন যদি করবে বলে আপন মানে গোশুভম রে আপন মানে অনলাইন করবে বায়োফ্লোক ট্যাঙ্ক যদি অনলাইন করবে গোশুভম রে আপন মানে অনলাইন করবে এবং যদি আপন মানে অফলাইন করবে তাহলে আপনার নিকটস্থ ব্লকরে থাকা যে মৎস্য অধিকারী তাহার সঙ্গে যোগাযোগ করে আপনার মানে সবু কিছু করে পারবে। তো এটা যাহা কিছু বতালা তো ঠিক কথা যাহা বুঝিলে যদি বুঝি নি পারলে কমেন্ট করবে বলে কইছু। যদি আউ কিছু বি জানকারি পাইবার লাগি হেলে ଆପଣଙ୍କ ନିକଟସ୍ଥ ବ୍ଲକ ମତ୍ସ୍ୟ ଅଧିକାରୀଙ୍କ ସାଙ୍ଗରେ ଆପଣମାନେ ଯୋଗାଯୋଗ କରୁନ୍ ଏବଂ ସବୁ ଡିଟେଲ୍ସ ପଚାରୁନ୍ ତାହାକୁ ସବୁ ଜାନକାରୀ ଆପଣଙ୍କୁ ଦେଇଦେବେ। ଆପଣଙ୍କୁ ଜାନକାରୀ ସବୁ ହେଇ ସାରିଲେ କାଣା କି ଆପଣଙ୍କୁ ସୁବିଧା ହେବା। ତ ଏଇଟା ଦେଖୁନ୍ ବହୁତ ବଢ଼ିଆ ସ୍କିମ୍ ଅଛି ଚାଷୀ ଭାଇମାନେ ଯେନ୍ ଚାଷୀ ଭାଇମାନେ ଇଚ୍ଛା ଅଛେ କରବାର୍ ଲାଗି ମାଛ ଚାଷ ବାୟୋଫ୍ଲୋକ୍ ট্যাঙ্কରେ ତ ବହୁତ କିଛି ପ୍ରଫିଟ୍ ଅଛେ ଚାଷୀ ଭାଇମାନେ ଯଦି ଇଚ୍ଛା ଅଛେ ଆପଣମାନେ କରୁନ୍ ନିଶ୍ଚୟ ଥରେ ଟ୍ରାଏ କରୁନ୍। ଯଦି এই ভিডিও মাধ্যমে আমি কিছু আপনাকে বুঝাই পারলু কিছু আপনার জানিপারলে তাহলে আমার ভিডিও গোটে নিশ্চয় লাইকটে করবে কমেন্ট করবে শেয়ার করবে এবং সবসক্রাইব করবার কে নি ভুলবে। জয় কিষান জয় ভারত জয় হিন্দ।